ଯେତେବେଳେ ଗୋଟିଏ ମହିଳା ବିଛଣା ଉପରେ ପୂରାପୂରି ଭାବରେ ଉତ୍ତେଜିତ ହୋଇଥାନ୍ତି, ତେବେ ସେତେବେଳେ ଯୌନ ସମ୍ପର୍କ ବନାଇବାର ଆନନ୍ଦ ଅନେକ ଗୁଣା ବଢ଼ିଯାଇଥାଏ। ଯେଉଁ ମହିଳାର ପ୍ରାଇଭେଟ୍ ଅଙ୍ଗ ଯେତେ ଅଧିକ ଚଉଡ଼ା ହୋଇଥାଏ, ତେବେ ସେ ସେତେ ଅଧିକ କାମୁକ ମଧ୍ୟ ହୋଇଥାଏ। ଯେତେବେଳେ କୌଣସି ମହିଳା ଆପଣଙ୍କ ସହିତ କରିବା ସମୟରେ ମିଠା ମିଠା ଆବାଜ ବାହାର କରିବାକୁ ଲାଗନ୍ତି, ତେବେ ବୁଝିଯାଆନ୍ତୁ କି ସେହି ମହିଳା ପ୍ରଥମ ଥର କରୁଛନ୍ତି ଓ ତାଙ୍କୁ ଯନ୍ତ୍ରଣା ଅନୁଭବ ମଧ୍ୟ ହେଉଛି। ନିଜ ପାଇଁ ଗୋଟେ ପୁରୁଷର ଆଖିକୁ ଓଦା ହେବାର ଦେଖିବା ଗୋଟେ ମହିଳା ପାଇଁ ସବୁଠାରୁ ବଡ଼ ଉପହାର ହୋଇଥାଏ। କୋଠରୀକୁ ଯିବା ଦ୍ୱାରା ବାସନା ପୂରଣ ହୋଇଥାଏ। ଯଦି ପ୍ରେମିକର ପାଦ ମନ୍ଦିର ଆଡ଼କୁ ନେଇଯାଏ, ତେବେ ବୁଝିଯାଆନ୍ତୁ କି ପ୍ରେମ ସାର୍ଥକ ଅଟେ। ଯଦି ସ୍ତ୍ରୀଙ୍କ ଉପରକୁ ଯାଉ ଯାଉ ଆପଣଙ୍କର ବାହାରି ଯାଉଛି ବା ଠିଆ ହୋଇ ତୁରନ୍ତ ଢିଲା ପଡ଼ିଯାଉଛି ବା ଅଧିକ ସମୟ ପର୍ଯ୍ୟନ୍ତ ଶକ୍ତ ଓ ଟାଇଟ୍ ହୋଇ ରହୁନାହିଁ, ତେବେ ଏହି ଘରୋଇ ଉପାୟ ନିଶ୍ଚୟ କରନ୍ତୁ। ପାପୁଲିରେ ଅଧା ଚାମଚ ରସୁଣ ରସ, ଅଧା ଚାମଚ ପିଆଜ ରସ ଓ 5 ବୁନ୍ଦା ଖାଣ୍ଟି ନଡ଼ିଆ ତେଲ ନେଇ ଏହି ତିନୋଟିକୁ ଭଲ ଭାବରେ ମିଶାଇ ଦିଅନ୍ତୁ ଓ ଏହାକୁ ନିଜ ଗୁପ୍ତାଙ୍ଗର ଅଗ୍ରଭାଗକୁ ଛାଡ଼ି ଦେଇ ବାକି ଜାଗାରେ ଭଲ ଭାବରେ ଲଗାଇ ନିଅନ୍ତୁ। ଏହାକୁ ରାତିରେ ଶୋଇବାକୁ ଯିବା ପୂର୍ବରୁ କରନ୍ତୁ। ଏମିତି ସପ୍ତାହରେ 3 ଥର କରନ୍ତୁ। ଧୀରେ ଧୀରେ ଏହାର ଫରକ ଜାଣିପାରିବେ। ଇତିହାସ ସାକ୍ଷୀ ଅଛି ଯେ ମହିଳାମାନଙ୍କର ପସନ୍ଦର ପୁରୁଷ ସବୁବେଳେ ରାଗି ହୋଇଥାଏ।